ଆଜ୍ଞା ନମସ୍କାର। ଆଜି ହବା ଯାଉଛି ପୋଡକାଷ୍ଟ। ଆସନ୍ତୁ ଜାଣିବା ଗୋବର୍ଦ୍ଧନ ବାବୁ ବିଷୟରେ। ସାର୍ ମତେ କାହିଁ ଘର ଉଠାଇଲେ? ଆସ ଆସି ଯାଇଛୁ ଆମେ ପୋଡକାଷ୍ଟ ଜାଗାକୁ। ଆସନ୍ତୁ ଜାଣି ନେବା ଗୋବର୍ଦ୍ଧନ ବାବୁଙ୍କ ବିଷୟରେ କିଛି। ଆପଣଙ୍କ ବିଷୟରେ କିଛି କୁହନ୍ତୁ। ସାର୍ ନମସ୍କାର। ନମସ୍କାର। ମୁଁ ଅଛି ଗୋବର୍ଦ୍ଧନ ଜଙ୍କ। ଆପଣ କାହିଁକି ଚଷମା ପିନ୍ଧୁଛନ୍ତି? ଆଜି ଆପଣ ଡାକିଥିଲେ ସିନା ପୋଷ୍ଟ କାଷ୍ଟ କରିବା ପାଇଁ, ସେଥିପାଇଁ ମୁଁ ଚଷମାଟା ପିନ୍ଧ କରି ଆସିଛି। ଏବେ ଆମର ଯିଏ ଆଗ ଇଣ୍ଟରଭ୍ୟୁ ନେଉଥିଲେ ସେ ଏବେ ଏକ ପଳେଇଛନ୍ତି, ତ ଆମେ ଏବେ ଆପଣଙ୍କର ଇଣ୍ଟରଭ୍ୟୁ ନେବା। ଏଇ ପୋଡକାଷ୍ଟ ସରିସାରୁ ତାପରେ ଆପଣ ଯାହା ଖାଇବେ, ଯେତେ ଖାଇବା କଥା ଏରା ସବୁ ନେଇଯିବେ ଆପଣଙ୍କରକୁ। ଚାଲନ୍ତୁ ଏଠି ବସିକି ପୋଡକାଷ୍ଟ କରିବା। ଜଙ୍କ ବାବୁ, ଆଜ୍ଞା ସାର୍। ଆପଣ କଣ ପାଇଁ ଡାଲମାକୁ ଛାଡ଼ିଲେ? କାରଣ ମୁଁ 18 ବର୍ଷ ଝିଅକୁ ଦେଖିକରି ମୋର ଫିଦା ଯାଇଥିଲି, ସେଥିପାଇଁ ଡାଲମାକୁ ମୁଁ ଛାଡ଼ିଦେଲି। ସାର୍ ଆପଣ ଭାବିଲେ ମୁଁ 18 ବର୍ଷ ଝିଅ ସହିତ ନାଲି ଶାଢ଼ୀରେ ନାଚିଲେ ମୁଁ କେମିତି ଦେଖାଯାଉଛି? ମୋ ବାରିକାନି କେବେ ଶୁଖିବ କି ଚିତ ପକା ତୋର ସେଇ ନାଲି ଶାଢ଼ୀ ନାଲି ଶାଢ଼ୀ ନାଲି ଶାଢ଼ୀ ନାଲି ଶାଢ଼ୀ। ସାର୍ ଆପଣ ଆଉ ଥରେ ଭାବିଲେ ମୁଁ ଡାଲିମା ସହିତ ନାଲି ଶାଢ଼ୀରେ ନାଚିଲେ କେମିତି ଆପଣ ଦେଖାଯାଉଛି? ମୁଇଁ ମୋ ବାରିକାନି କେବେ ଶୁଖିବ କି ଏମିତି ଏମିତି କଣ କରୁଛୁ? ଭଲସେ ନାଚୁଛୁ। ତୁ ଜାଣିନୁ ମୋ ସାଇ କାହିଁ ନାଚିବ କହିଛୁ? ଆଉ ଥରେ ନାଚ ଭଲସେ। ବାରିକାନି କେବେ ଶୁଖିବ କି ତୋ ସାଇ ନାଚିବି ମୋ ଲଭ ତୋଠୁ କେତେ ଭଲ। ଆଚ୍ଛା, ଏଇଥିପାଇଁ ଡାଲିମାକୁ ଛାଡ଼ିଦେଲ? ଆଜ୍ଞା ସାର୍। ମୋର ଗାଈ କୁଆଡେ ପଳେଇଲା।